ନା ତାର ରଘୁ ବେହେରା, ଜାତିରେ କେଉଟ, ମାଛ ମାରି ଜୀବିକା ନିର୍ବାହ କରେ। ଘରପୁରୀ ନିକଟସ୍ଥ ପିପିଲି ଗ୍ରାମରେ ଲୋକଟି ଖୁବ ଈଶ୍ୱର ବିଶ୍ୱାସୀ, ଜଗନ୍ନାଥଙ୍କୁ ଭାରି ମାନେ, ପୁରାଣ ପଢ଼େ। ଦିନେ ପୁରାଣରୁ ଶୁଣିଲା ଜୀବହତ୍ୟା ମହାପାପ, ତେଣୁ ସେ ମାଛ ମାରି ବିକିବାକୁ ରାଜ୍ୟ ହେଲା ନାହିଁ। ତାକୁ ତା ମା ଓ ସ୍ତ୍ରୀ କହିଲେ, ତୁମକୁ ଯେମିତି ବି ହେଉ ନିଜ ପରିବାର ବଞ୍ଚାଇବାକୁ ପଡ଼ିବ। ଜୀବହତ୍ୟା ମହାପାପ ହେଲେ କୁଟୁ ପରିବାରମ୍ବ ଜନଙ୍କୁ ପୋଷିବା ମୁରବୀର ଦାୟିତ୍ୱ। ରଘୁ ବେହେରା ବାଧ୍ୟ ହୋଇ ମାଛ ମାରିବାକୁ ଗଲା। ଦିନକର କଥା, ଗୁଣ୍ଡିଚା ଯାତ୍ରା ସମୟ। ପ୍ରଭୁ ଜଗନ୍ନାଥ ଭ୍ରାତା ଓ ଭଗ୍ନୀଙ୍କ ସହ ଗୁଣ୍ଡିଚା ମନ୍ଦିର ଯିବା ପାଇଁ ପ୍ରସ୍ତୁତ ହେଉଥାନ୍ତି। ରଥଯାତ୍ରା ପରି ପବିତ୍ର ଦିନରେ ଜୀବହତ୍ୟା କରିବା ଅନୁଚିତ ବୋଲି ସେ ସେଦିନ ମାଛ ମାରିବାକୁ ନ ଯାଇ ପୁରୀ ଯିବାକୁ ସ୍ଥିର କରିଥାଏ। ମାତ୍ର ମା ଓ ସ୍ତ୍ରୀଙ୍କଠାରୁ ଅନେକ କଥା ଶୁଣି ସେ ପ୍ରଭୁ ଜଗନ୍ନାଥଙ୍କୁ ମନେ ମନେ ଆକୁଳ ହୋଇ କ୍ଷମା ପ୍ରାର୍ଥନା କଲା ଏବଂ ମାଛ ମାରିବାକୁ ବାହାରିଗଲା। ସେଦିନ ତା ଜାଲରେ ବଡ଼ ରୋହି ମାଛଟିଏ ପଡ଼ିଲା। ସେ ମାଛଟିକୁ କଣ କରିବ ଦ୍ୱନ୍ଦ୍ୱରେ ଥାଏ। ସେ ଶୁଣିଥିଲା ପ୍ରଭୁ ଶ୍ରୀଜଗନ୍ନାଥ ଏକଦା ମତ୍ସ୍ୟ ଅବତାର ଧାରଣ କରିଥିଲେ, ହେଲେ ଘର ଚଳେଇବା ପାଇଁ ତାକୁ ମାଛ ମାରିବାକୁ ପଡ଼ିବ। ଏହା ଭାବି ସେ ମାଛଟିକୁ ବାଡ଼େଇ ମାରିବା ବେଳକୁ ମାଛଟି ଚିତ୍କାର କଲା, ହେ ଜଗନ୍ନାଥ, ମୋତେ ରକ୍ଷା କର। ଏକଥା ଶୁଣି ରଘୁ ଗୋଟିଏ ଝରଣାରେ ମାଛଟିକୁ ଛାଡ଼ିଦେଇ ଆକୁଳ କଣ୍ଠରେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବାରେ ଲାଗିଲା। ବଡ଼ ପାଟିରେ କାନ୍ଦି କାନ୍ଦି ଡାକୁଥାଏ, ପ୍ରଭୁ, ଏ ମିନକୁ ବଞ୍ଚେଇ ଦିଅ, ନହେଲେ ମୁଁ କିଛି ନ ଖାଇ ନ ପିଇ ଏହିଠାରେ ପ୍ରାଣତ୍ୟାଗ କରିବି। ଏହି ସମୟରେ ବଡ଼ଦାଣ୍ଡରେ ରଥ ଗଡ଼ିବା ଆରମ୍ଭ ହୋଇ ସରିଲାଣି। ରଘୁର ଅକୁଳ ପ୍ରାର୍ଥନା ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଶୁଣାଗଲା। ଭକ୍ତର ଆକୁଳ ନିବେଦନ ଶୁଣି ପ୍ରଭୁଙ୍କ ରଥ ହଠାତ୍ ଅଟକିଗଲା। ଆଉ ତିଳେ ମାତ୍ର ଆଗକୁ ଗଡ଼ିଲା ନାହିଁ। ଭଗବାନ ରଥରୁ ଓହ୍ଲେଇ ଆସି ଏକ ବ୍ରାହ୍ମଣ ବେଶରେ ରଘୁ ବେହେରାକୁ ଦେଖାଦେଲେ ଏବଂ ତାକୁ ବୁଝାଇବାକୁ ଚେଷ୍ଟା କଲେ। ହେଲେ ରଘୁ ନିଜ ଜିଦରେ ଅଟଳ ରହି କହିଲା, ମୋ ଜଗନ୍ନାଥ, ମୋତେ ଦେଖା ନ ଦେଲେ ମୁଁ ଏଠାରୁ ତିଳେ ହେଲେ ଘୁଞ୍ଚିବି ନାହିଁ। ଜଗନ୍ନାଥ ବାଧ୍ୟ ହୋଇ ନିଜ ପ୍ରକୃତ ରୂପ ଭକ୍ତ ସମ୍ମୁଖରେ ଧାରଣ କଲେ। କହିଲେ, କଣ ବର ମଗୁଛୁ ମାଗ। ରଘୁ ପ୍ରଭୁଙ୍କ ରୂପ ଦେଖି ବିଭୋର ହୋଇ ତାଙ୍କ ପାଦତଳେ ପଡ଼ିଗଲା ଏବଂ ହାତ ଯୋଡ଼ି କହିଲା, ହେ ମହାପ୍ରଭୁ, ପ୍ରଥମେ ଏହି ମିନଟିକୁ ବଞ୍ଚେଇ ଦିଅ। ମୋତେ ଏପରି ଏକ ଜୀବିକା ନ ଦେଇ ଅନ୍ୟ କର୍ମରେ ଅନ୍ନ ଜଳ ମିଳୁ। ମୁଁ ଆପଣଙ୍କ ଦର୍ଶନ କରି ମୁକ୍ତିଲାଭ କରିବି। ଜଗନ୍ନାଥ ତଥାସ୍ତୁ କହିଲେ। ମହାପ୍ରଭୁଙ୍କ ଦୟାରୁ ତାର କିଛି ଅଭାବ ରହିଲା ନାହିଁ। ନିଜ ପ୍ରିୟ ଭକ୍ତର ମନସ୍କାମନା ପୂରଣ କରି ପ୍ରଭୁ ପୁନଶ୍ଚ ନିଜ ରଥକୁ ଲେଉଟି ଆସିଲେ। ମହାପ୍ରଭୁଙ୍କ ରଥ ହଠାତ୍ ଅଟକି ଯାଇଥିବାରୁ ବଡ଼ଦାଣ୍ଡରେ ଭକ୍ତମାନଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା। ପ୍ରଭୁ ରଥରେ ପୁଣି ଥରେ ବିଜେ କରିବାରୁ ରଥ ଗଡ଼ିବା ଆରମ୍ଭ କଲା। ସମସ୍ତ ଭକ୍ତଙ୍କର ବୁଝିବାର ବାକି ରହିଲା ନାହିଁ ଯେ କାଳିଆ ଠାକୁର ନିଜର କୌଣସି ପ୍ରିୟ ଭକ୍ତର ଗୁହାରି ଶୁଣି ତାକୁ ଦର୍ଶନ ଦେବାକୁ ରଥରୁ ଓହ୍ଲେଇ ଯାଇଥିଲେ।